ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଆକାଶ ଛୁଆଁ ତେଲ ଦର। ଇସ୍ରାଏଲ ଇରାନ ମଧ୍ୟରେ ବଢ଼ୁଥିବା ଯୁଦ୍ଧ ଯୋଗୁଁ ତୈଳ ଦରରେ ଲାଗିଛି ନିଆଁ। ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଂଶୋଧିତ ତୈଳ ମୂଲ୍ୟ 10%କୁ ବୃଦ୍ଧି ପାଇଛି। ତେବେ ବିଶ୍ୱ ବଜାରରେ ଅଂଶୋଧିତ ତୈଳ ଦର 7ରୁ 13% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ତେବେ ବ୍ରେଣ୍ଟ କ୍ରୁଡ୍ ଦରରେ 7ରୁ 13% ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଯୁଦ୍ଧ ଜାରି ରହେ ତାହେଲେ ଆଗକୁ ତେଲ ଦର ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ରହିଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା $82 ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ଭାରତୀୟ ମୁଦ୍ରାରେ ଏହା ପ୍ରାୟ 6,980 ଟଙ୍କା। ସେପଟେ ସମୁଦ୍ର ମଧ୍ୟରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ ଏବଂ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବନ୍ଦ ହେବା ଉଭୟରେ ଚିନ୍ତାରେ ଅଛନ୍ତି ତେଲ କମ୍ପାନୀ। ଭାରତ ନିଜର ଆବଶ୍ୟକ ମୁତାବକ 80%କୁ ଅଧିକ ତେଲ ଆମଦାନୀ କରିଥାଏ। ତେଣୁ ବିଶ୍ୱ ବଜାରରେ ଦର ବଢ଼ିଲେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିପାରେ, ଯାହା ମହଙ୍ଗା ମାଡ଼ର କାରଣ ହେବ। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ୍।